କାହାଣୀ ହେମା ଭଉଣୀ। ମେ ମାସ 1958। ମେଘୁଆ ସକାଳର ଘଟଣା। ଗେରୁଆ ବସ୍ତ୍ର ପରିହିତା ଜଣେ ଜର୍ମାନ ମହିଳା ସନ୍ଥ ବିନୋବାଙ୍କୁ ସାକ୍ଷାତ କରିବାକୁ ଆସିଲେ ଏବଂ ତାଙ୍କୁ ପଚାରିଲେ, ଆପଣ ଯଦି ଏକାନ୍ତ ସାଧନା କରିଥାନ୍ତେ ତ ଆପଣଙ୍କୁ ଏହି ଜନ୍ମରେ ଈଶ୍ୱର ସାକ୍ଷାତକାର ହୋଇଯାଇଥାନ୍ତା। ହେଲେ ଆପଣ ସମାଜ ସେବାର ପଥ କାହିଁକି ବାଛିଲେ? ସନ୍ଥ ବିନୋବା ହସି ଉତ୍ତର ଦେଲେ, ଭଉଣୀ, ବର୍ତ୍ତମାନ ପରିସ୍ଥିତିକୁ ଦେଖି ତୁମକୁ କ'ଣ ଅନୁଭବ ହେଉନାହିଁ ଯେ ଲୋକମାନେ ମନ୍ଦିର ମସଜିଦରେ ଉପାସନାର ଦ୍ୱାହି ଦେଇ ଲୋକମାନଙ୍କୁ ଭ୍ରମିତ କରୁଛନ୍ତି? ସେ ପୁଣି କହିଲେ, ଭଗବାନଙ୍କର ଆରାଧନା ଉପାସନା ସ୍ଥଳ ପର୍ଯ୍ୟନ୍ତ ସୀମିତ କାହିଁକି ରହିବ? ମନୁଷ୍ୟ ଭଗବାନଙ୍କର ବରିଷ୍ଠ ରାଜକୁମାର ଏବଂ ଆଜି ଯେତେବେଳେ ସେ ପତିତ ଓ ଧର୍ମଚ୍ୟୁତ ହେବା ଲାଗିଛି ତ ତାଙ୍କର ପୁତ୍ରମାନଙ୍କୁ ଉପଯୁକ୍ତ ମାର୍ଗ ଦେଖାଇବା ଠାରୁ ବଳି ଧାର୍ମିକ କାର୍ଯ୍ୟ ଆଉ କ'ଣ ହୋଇପାରେ? ସନ୍ଥ ବିନୋବାଙ୍କର କଥନ ସେହି ସନ୍ନ୍ୟାସିନୀ ବୁଝିପାରିଲେ। ସେ ନିଜର ଗେରୁଆ ବସ୍ତ୍ରକୁ ତ୍ୟାଗ କଲେ ଏବଂ ସନ୍ଥ ବିନୋବାଙ୍କ ସହିତ ସମାଜ ସେବା କ୍ଷେତ୍ରକୁ ଡେଇଁ ପଡ଼ିଲେ। ଆଜୀବନ ମୁମ୍ବାଇର ଅସନ ବସ୍ତି ତଥା ଆଖପାଖର ଗାଁ ଗୁଡ଼ିକର ସମାଜ ସୁଧାରର କାର୍ଯ୍ୟ କରିବାକୁ ଲାଗିଲେ। ନିଜର ଦେଶକୁ ତ୍ୟାଗ କରି ଭାରତରେ ସାଧନାତ୍ମକ ଜୀବନ ବିତାଇବା ପାଇଁ ଆସିଥିବା ସେହି ଜର୍ମାନୀ ମହିଳା ଜଣକ ଥିଲେ ଲ୍ୟୁସିଏନ୍। ବିନୋବାଜୀ ତାଙ୍କର ନାମ ବଦଳାଇ ଦେଲେ ହେମା ଭଉଣୀ। ଆଜି ସମାଜକୁ ଏହିପରି ହିଁ ଜାଗରୁକ ମହିଳାମାନଙ୍କର ଆବଶ୍ୟକତା ରହିଛି। ଧନ୍ୟବାଦ। ବିଚାରକ୍ରାନ୍ତି ଦୂତ ୟୁଟ୍ୟୁବ୍ ଓଡ଼ିଆ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବା ସହ ପରବର୍ତ୍ତୀ ଭିଡ଼ିଓ ପ୍ରାପ୍ତ କରିବା ପାଇଁ ବେଲ୍ ଆଇକନ୍ ଦବାନ୍ତୁ ଏବଂ ବିଚାରକ୍ରାନ୍ତି ଦୂତ ଓଡ଼ିଆ ଫେସବୁକ୍ ଓ ଇନଷ୍ଟାଗ୍ରାମ ସହ ଯୋଡ଼ି ହୁଅନ୍ତୁ। ଧନ୍ୟବାଦ।